ଏବେ ଆଜି ଆପଣ ଏହି କଲ୍ୟାଣ ମଣ୍ଡପ ବା ବାଙ୍କ୍ୟୁଟ ହଲ୍ ସାମ୍ନାରେ ଅଛନ୍ତି, ଆପଣ ଦେଖିଲେ এটা দীর্ঘ দিন ধরিকি পড়িକି ଅଛି, କାହିଁକି ଏ ପ୍ରକାର ଅବସ୍ଥାରେ ଅଛି, ଆପଣ ଏ ବିଷୟରେ କିଛି କହିବେ କି? ଧନ୍ୟବାଦ। କିଛି କହିବା ପୂର୍ବରୁ ଆପଣଙ୍କୁ ନମସ୍କାର। ମୁଁ ବ୍ରାହ୍ମଣୀଗାଁ ଜିପିର ବଳଭଦ୍ର ମଲ୍ଲିକ। ଯେହେତୁ ଆମେ ଦେଖି ଯାଉଛୁ ଏଇ କଲ୍ୟାଣ ମଣ୍ଡପରେ ଆଜିକୁ 3-4 ବର୍ଷ ହେଲାଣି ସେ ଅଧା ଅଧୁରାରେ ରହିଯାଇଛି। ତା ଉପରକୁ ଆମର ସରପଞ୍ଚ ପ୍ରତିନିଧିମାନଙ୍କୁ ପଚାରିଲେ ଅଲରେଡ଼ି ପଇସା ଅଲରେଡ଼ି ଅଛି, ଆଉ କେଉଁ ଡିପାର୍ଟମେଣ୍ଟକୁ ପଚାରିଲେ ଅଲରେଡ଼ି ପଇସା ଅଛି ବୋଲି କହୁଛନ୍ତି। କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ଯେ ପ୍ରଶାସନକୁ ଆମେ ନିବେଦନ କରୁଛୁ ତୁରନ୍ତ ପୂରଣ କରିବା ପାଇଁ ଆମର ନିବେଦନ, ଯେହେତୁ ଆମର ଅଞ୍ଚଳବାସୀମାନଙ୍କର ନିଶ୍ଚିନ୍ତ ଭାବରେ ସୁବିଧା ସହଯୋଗ ଏରେ ନିଶ୍ଚିତ କାର୍ଯ୍ୟ କାମନା ହେଇପାରିବ। ନମସ୍କାର, ଧନ୍ୟବାଦ। ଚାଷୀ ମୂଲ୍ୟ ସୁରକ୍ଷା ସମିତି କନ୍ଧମାଳ। ବହୁତ ସୁନ୍ଦର କଥା ପଚାରୁଛନ୍ତି। ମୋ ଅଞ୍ଚଳବାସୀର ଉନ୍ନତି ପାଇଁ, ମୋ ଅଞ୍ଚଳବାସୀଙ୍କର ସମସ୍ୟାର ସମାଧାନ ପାଇଁ ବା ଆନୁଷ୍ଠାନିକ ଅନୁଷ୍ଠାନ ମାନଙ୍କର ସମାଧାନ ପାଇଁ ଏ ଅଞ୍ଚଳବାସୀ ପାଇଁ ପୂର୍ବ ଗଭର୍ଣ୍ଣମେଣ୍ଟ ବା ସରକାର ଆମ ପାଇଁ ଯେଉଁ କଲ୍ୟାଣ ମଣ୍ଡପ ଦେଇଥିଲେ, କିନ୍ତୁ ଗଭର୍ଣ୍ଣମେଣ୍ଟର ଅସହଯୋଗ ହେବା ଯୋଗୁଁ ପଇସା ରିଲିଜ୍ ନ ହେଇଥିବା ହେତୁ କାମ ବି ଅଧୁରା ହେଇଥିଲା। ଆମେ ଦିନେ ଯେ କଣ୍ଟ୍ରାକ୍ଟର କହୁଛନ୍ତି ସେ ଆଜ୍ଞା ବି ପଚାରିଥିଲୁ, ସାର୍ କାହିଁକି ଏତେ ଦୂର କାମ ଲେଟ୍ ହେଉଛି, କାହିଁକି କହିଥିଲେ କିଛି ପଇସା ରିଲିଜ୍ ହେଇନାହିଁ, ଯାହାଫଳରେ କାମ ବନ୍ଦ ହେଇଛି। କିନ୍ତୁ ବର୍ତ୍ତମାନ ରିଲିଜ୍ ହେଇଗଲାଣି ପଇସା, ଏବେ କାମ ବି ତାର ମେଟେରିଆଲ ସବୁ କାମ ସରିଯାଇଛି। ଶୁଣୁଥିଲି କୁଆଡ଼େ କି ତାଙ୍କର ଘରେ ଝରକା ଗ୍ରିଲ୍ ଆଗେରା ବାଗେରା ଏଗୁଡ଼ାକ ବି ଅର୍ଡ଼ର ହେଇଗଲାଣି, କିନ୍ତୁ ଆଉ କମ୍ ସେ କମ୍ ଗୋଟେ ସପ୍ତାହ ଭିତରେ କାମ ଆରମ୍ଭ ହେବ ବୋଲି ବି କହୁଛନ୍ତି। କିନ୍ତୁ ମୁଁ ବହୁତ ଧନ୍ୟବାଦ ଦେବି ପୂର୍ବ ଗଭର୍ଣ୍ଣମେଣ୍ଟକୁ, ବର୍ତ୍ତମାନ ଗଭର୍ଣ୍ଣମେଣ୍ଟକୁ ବି। ମୁଁ ଆଶା ରଖୁଛି ଗଭର୍ଣ୍ଣମେଣ୍ଟ ପାଖରେ ଏଇ ଯେଉଁ କାମରେ ଯାହା ଯାହା ଆନୁଷଙ୍ଗିକ ଅନୁଦାନ ଅଛି ଆଉ ତୁରନ୍ତ ରିଲିଜ୍ ଯଦି ହେବ ତାହେଲେ କାମ ଅତି ସୁନ୍ଦର ଭାବରେ ଓ ଶୀଘ୍ର ବି ସରିଯିବ ବୋଲି ମୁଁ ଆଶା ରଖୁଛି। ଧନ୍ୟବାଦ ଆଜ୍ଞା। ଦୀର୍ଘ ଦିନ ହେଲାଣି ବ୍ରାହ୍ମଣୀଗାଁ ସ୍ଥିତ କଲ୍ୟାଣ ମଣ୍ଡପ ଅଧା ଅଧୁରାରେ ରହିଗଲା, ସେଥିପାଇଁ ଅଞ୍ଚଳବାସୀଙ୍କର ମଧ୍ୟ ପ୍ରଶ୍ନ ରହୁଛି କାହିଁକି କମ୍ପ୍ଲିଟ୍ ହେଇପାରିଲାନି, ଏନେଇ ଆପଣ କିଛି କହିବେ କି? ହଁ, ନିଶ୍ଚୟ କହିବି। କ'ଣ ହେଲା କଥା, ପ୍ରଥମ ଆସିଲା 20 ଲକ୍ଷ ଟଙ୍କା, ସେକେଣ୍ଡ ଆସିଲା 10 ଲକ୍ଷ ଟଙ୍କା। 10 ଲକ୍ଷ ଛାତ ପଡ଼ି ଅନକମ୍ପ୍ଲିଟ୍ ରହିଛି। ବର୍ତ୍ତମାନ ସବୁ ଗଭର୍ଣ୍ଣମେଣ୍ଟର ପଇସା ରିଲିଜ୍ ଅଛି। ତାରି ଫଳରେ ଏବେ ବର୍ତ୍ତମାନ ଝରକା କବାଟ ଅଲରେଡ଼ି ହେଇଛି। ଏବେ ଆମେ କିଛି ଦିନ ପରେ ଆରମ୍ଭ କରୁ କାମଟାକୁ। ଅଲରେଡ଼ି ପଇସା ଗଭର୍ଣ୍ଣମେଣ୍ଟ ଦେଇଦେଇଛନ୍ତି। ଓକେ ସାର୍, ଧନ୍ୟବାଦ।